मोर प्रिय पिलाମାନେ आशा करेबी समस्ते बहुत ही भलरे थिबो। फाइनली आपणको रिजल्ट पब्लिश ହେଇଗଲା। ଆପଣମାନେ ସମସ୍ତେ ମ୍ୟାକ୍ସିମମ୍‌ରୁ ମ୍ୟାକ୍ସିମମ୍ ପ୍ରାୟତଃ କ୍ୱାଲିଫାଇ କରିଛନ୍ତି। ସମସ୍ତଙ୍କୁ ହିଁ କଂଗ୍ରାଚୁଲେସନ୍ ସର୍ବପ୍ରଥମେ। ଆପଣ କ୍ୱାଲିଫାଇ କରିଛନ୍ତି ଏବଂ ଯୋଉମାନେ ଧରାଯାଉ ଇନ୍ କେସ୍ ଡିସ୍‌କ୍ୱାଲିଫାଇ କରିଛନ୍ତି, ମନ ଦୁଃଖ କରିବାର କିଛି ନୁହେଁ। ଲର୍ଣ୍ଣିଂ ହେଉଛି ଗୋଟେ ପ୍ରୋସେସ୍, ଠିକ୍ ଅଛି? ଏଥିରେ ନହେଲା ନାଇଁ ନେକ୍ସଟ ଭେକେନ୍ସିରେ ଆପଣଙ୍କର ହବ। ମନ ଦୁଃଖ କରିବାର କିଛି ନାହିଁ, ଠିକ୍ ଅଛି? ଏବେ ଦେଖନ୍ତୁ ଏଇ ଭିଡ଼ିଓ ଡିସ୍କସନ୍ କରିବା ଯେ ଆପଣଙ୍କର ଯୋଉ ଡକୁମେଣ୍ଟ ଭେରିଫିକେସନ୍ ଆଗାମୀ 27 ଜାନୁଆରୀରେ ଆପଣଙ୍କର ହବ। ଆପଣମାନେ କ'ଣ ସବୁ ଡକୁମେଣ୍ଟସକୁ ନେଇକି ଯିବେ ତା ସମ୍ପର୍କରେ ଡିସ୍କସନ୍ କରିବା। ତ ସମସ୍ତଙ୍କୁ ଲାଇକ୍ ଆଉ ସେୟାର କରିକି ଜଣେଇଦେବେ, ଯୋଉଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ସର୍ବପ୍ରଥମେ ଆପଣମାନଙ୍କୁ ଆଉ ଥରେ କଂଗ୍ରାଚୁଲେସନ୍ସ ଏବଂ ଆପଣ ଆଗ ନିଜ ରୋଲ୍ ନମ୍ବରକୁ ଚେକ୍ କରିଦେବେ। ମୁଁ ଆପଣଙ୍କୁ ଏହି ପିଡିଏଫ୍‌ରେ ଡାଇରେକ୍ଟଲି ରୋଲ୍ ନମ୍ବର ପୁଟ୍ କରିବାର ଅପସନ୍ ଦେଇଛି। ଆପଣ ଡାଇରେକ୍ଟଲି ଚେକ୍ କରିବେ ନିଜ ରୋଲ୍ ନମ୍ବର ଅଛି କି ନାହିଁ। ଯଦି ରୋଲ୍ ନମ୍ବର ଅଛି ବହୁତ ସୁନ୍ଦର, ଆପଣ 27 ଜାନୁଆରୀ ଦିନ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନକୁ ଯିବେ। ଏବେ କିଛି ଆମର ଯୋଉ ଜୁନିୟର ଟିଚର ଅଛନ୍ତି ତାଙ୍କର ଡାଉଟ୍, ସାର୍ ଆମେ ଯେତେବେଳେ ଭେରିଫିକେସନକୁ ଯିବୁ ସାର୍ ଆମେ ରିଜାଇନ୍ କରିକି ଯିବୁ କି ନାଇଁ, କିଛି ନିଡ୍ ନାହିଁ। ପ୍ରଥମ ଜିନିଷ ଦେଖନ୍ତୁ, ଆପଣ ଜବ୍ କରିବା ପାଇଁ ଚାହୁଁଛନ୍ତି ନ ଚାହୁଁଛନ୍ତି ଆପଣଙ୍କର ଇଚ୍ଛା। ସେଥିପାଇଁ ଏଇଥର ଅଧିକ ପିଲାଙ୍କୁ ନିଆହେଇଛି। କେବେ OSSEରେ ଅଧିକ ପିଲାଙ୍କୁ ନିଆଯାଏନି। ଏଇଥର ଅଧିକ ପିଲାଙ୍କୁ ଆପଣଙ୍କର ନିଆହେଇଛି। ଆପଣ ଭେରିଫିକେସନକୁ ଯିବେ, ତାପରେ ଆପଣଙ୍କର କାଉନସେଲିଂ ବି ହବ। କାଉନସେଲିଂ କଲା ପରେ ସିଲେକ୍ସନ ଲିଷ୍ଟ ଆପଣଙ୍କର ପୁଣି ଆସିବ। ଦେନ୍ ଜଏନିଂ ଅର୍ଡର କ୍ରିଏଟ୍ ହବ। ଜଏନିଂ ଅର୍ଡର କ୍ରିଏଟ୍ ହେଲା ପରେ ଆପଣ ଜଏନିଂ କରିବା ପାଇଁ ଯିବେ, ଆପଣଙ୍କର ଇଚ୍ଛା। ଆପଣ ଜଏନିଂ କରିବେ ନ କରିବେ ଆପଣଙ୍କର ଇଚ୍ଛା। ତେଣୁକରି ମୋ ମତରେ ଦେଖନ୍ତୁ, ଜଏନିଂ କରିବେ ହେଲେ ହିଁ ଯାଆନ୍ତୁ, ଆଉ ଜଏନିଂ କରିବେନି ହେଲେ ବେକାର ଆଉ ଜଣଙ୍କର ସିଟ୍ ଆପଣ ଆଟଲିଷ୍ଟ ତାକୁ ନେଇଯାଉଛନ୍ତି, ହେଲା। ତ ଏଡମିସନ ଲେଟର ଆପଣଙ୍କର ଆସିଯିବ ସେଇ 4-5 ଦିନ ପୂର୍ବରୁ ଆସିଯିବ, ହେଲା। 27 ତାରିଖ ଦିନ ଭେରିଫିକେସନ ହବ କୋଉଠି ନା ଆପଣଙ୍କର ଲେଖା ହେଇଥିବ, ସେଇ ଯୋଉ ଏଡମିସନ ଲେଟର ଲେଖା ହେଇଥିବ ପ୍ରାୟ ସବୁ ଜିଲ୍ଲାର DO ଅଫିସରେ ଆପଣଙ୍କର ହବ, କିମ୍ବା ସେମାନେ ଗୋଟେ ଭେନ୍ୟୁ ଚୁଜ୍ କରିଥିବେ ସେଇ ଜିଲ୍ଲାର ହେଡକ୍ୱାର୍ଟରରେ, ସେଇଠି ଆପଣଙ୍କର ହବ, ଠିକ୍ ଅଛି? ଏଡମିସନ ଲେଟର ଡାଉନଲୋଡ୍ କଲା ପରେ ଆପଣ କ'ଣ କରିବେ ନା ଏଇ ସବୁ ଡକୁମେଣ୍ଟକୁ ଆପଣ ନେଇକି ଯିବେ। ଦେଖନ୍ତୁ ଡକୁମେଣ୍ଟ କ'ଣ, ଯେମିତି ଆମର HSC ପାସ୍ ଅର୍ ଇକ୍ୱିଭାଲେଣ୍ଟ ମାନେ 10th ସାର୍ଟିଫିକେଟ୍, 10th ଆପଣଙ୍କର ମାର୍କସିଟ୍, ଠିକ୍ ଅଛି? ଆଉ +2 ସାର୍ଟିଫିକେଟ୍, +2 ମାର୍କସିଟ୍। ତା ସହିତ ଆପଣ ଯୋଉ ସିଟି, ଯେହେତୁ ସେବକ ସେବିକା ସିଟି ପିଲାଙ୍କର, ସିଟିର ମାର୍କସିଟ୍ ଆଉ ସିଟିର ସାର୍ଟିଫିକେଟ୍ ଓରିଜିନାଲ ବି ଆପଣ ନେଇକି ଯିବେ, ଆଉ ଜେରକ୍ସ ବି ଆପଣ ନେଇକି ଯିବେ। ତା ସହିତ ଦେଖନ୍ତୁ ନେକ୍ସଟ ଆପଣ ଯୋଉ OTET ପାସ୍ କରିଛନ୍ତି, OTETର ସାର୍ଟିଫିକେଟ୍ ବି ଆପଣ ନେଇକି ଯିବେ। ତାପରେ ଯୋଉମାନେ ଓଡ଼ିଆ ଅଲଗା ପରୀକ୍ଷା ଦେଇକି ପାସ୍ କରିଥାନ୍ତି ସେମାନେ ଏଇଟାକୁ ଆପଣଙ୍କର ନେଇକି ଯିବେ, ନହେଲେ ଏଇ ସାର୍ଟିଫିକେଟ୍ ଦରକାର ନାହିଁ। ଯଦି ସ୍ପୋର୍ଟସ କୋଟାରେ ପାଇଛନ୍ତି ସ୍ପୋର୍ଟସ ସାର୍ଟିଫିକେଟ୍ ନେଇକି ଯିବେ, ନହେଲେ ଦରକାର ନାହିଁ। ତାପରେ ଦେଖନ୍ତୁ ରେସିଡେଣ୍ଟ ଆପଣ ନେଇକି ଯିବେ। ରେସିଡେଣ୍ଟଟା ଦରକାର ନାହିଁ, ଲେଖା ହେଇନି, ହେଲେ ବି ଧରିଥିବେ। ରେସିଡେଣ୍ଟ ଧରିଥାନ୍ତୁ, ଆଉ କାଷ୍ଟ ଆପଣ ଧରନ୍ତୁ, ଲେଖା ହେଇଛି ରେସିଡେଣ୍ଟ ଆଉ କାଷ୍ଟ, ଏତିକି। ଆଉ ଦିବ୍ୟାଙ୍ଗ ପିଲାଙ୍କର ଦିବ୍ୟାଙ୍ଗ ସାର୍ଟିଫିକେଟ୍, ଏତିକି ହିଁ ଜିନିଷ, ଆଉ କିଛି ନାହିଁ, ଠିକ୍ ଅଛି? ବୁଝିଗଲେ ଆପଣଙ୍କର କ'ଣ 10th ସାର୍ଟିଫିକେଟ୍, +2 ସାର୍ଟିଫିକେଟ୍, 10th ମାର୍କସିଟ୍, +2 ମାର୍କସିଟ୍। ଗ୍ରାଜୁଏସନ ଯଦି ଅଛି ହେଲେ ଧରନ୍ତୁ, ନହେଲେ ଦରକାର ନାହିଁ, ଠିକ୍ ଅଛି? ଆଉ କାହିଁକିନା କ୍ୱାଲିଫିକେସନ +2 ମାଗିଥିଲା। ଆଉ ସିଟିର ସାର୍ଟିଫିକେଟ୍, ସିଟି ମାର୍କସିଟ୍, ହେଲା, ଏତିକି। OTET ଆପଣଙ୍କର ସାର୍ଟିଫିକେଟ୍, ହେଲା। ତାପରେ ଆଉ ଏଇ ଯୋଉ ରେସିଡେଣ୍ଟ ଆଉ ଆପଣଙ୍କର କାଷ୍ଟ, ଠିକ୍ ଅଛି? ଆପଣ କହିବେ ସାର୍ ଆପ୍ଲାଏ କଲାବେଳେ ମୋର ପୁରୁଣାରେ କରିଥିଲି, ଏବେ ମୋର ପୁରୁଣାଟା ଆଉ ନାହିଁ, ନୂଆ ଅଛି। ନୋ ପ୍ରୋବ୍ଲେମ୍, ପୁରୁଣାଟାକୁ ବି ଧରିଥିବେ, ନୂଆଟାକୁ ବି ଧରିଥିବେ, ଏଗୁଡ଼ାରେ କିଛି ଅସୁବିଧା ନାହିଁ। ଏଗୁଡ଼ାକୁ ନେଇକି କେବେ କାହାରି କିଛି ମାନେ ଭେରିଫିକେସନରେ କେବେ କଟେନି, ମନେ ରଖିବେ। ରେସିଡେଣ୍ଟ, କାଷ୍ଟ ଏଗୁଡ଼ାକୁ ନେଇକି କଟେନି। ଆପଣଙ୍କର ପୁରୁଣା ଅଛି, ପୁରୁଣାକୁ ବି ନେଇକି ଯାଆନ୍ତୁ, ନୂଆ କାଢ଼ିଛନ୍ତି ନୂଆକୁ ବି ଧରିଥିବେ, ହେଲା। ଆଉ ଅରିଜିନାଲ ବି ଆଉ ଜେରକ୍ସ ବି, ସେମାନେ ଜେରକ୍ସ ଗୁଡ଼ାକୁ ରଖିବେ, ଅରିଜିନାଲକୁ ଦେଖିଲା ପରେ ଆପଣଙ୍କୁ ଫେରେଇ ଦେବେ। ଏତିକି ଜିନିଷ, ଆଉ କିଛି ନାହିଁ। ବୁଝିଗଲେ? ବାସ୍। ଆଉ ଯୋଉ ଏଡମିସନ ଲେଟର ଆପଣଙ୍କର ବାହାରିବ, ସେ ଏଡମିସନ ଲେଟରକୁ ଆପଣ ଧରିବେ। ଏତିକି ଜିନିଷ, ଆଉ କିଛି ନାହିଁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ, ଧନ୍ୟବାଦ।